ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। तृतीय खंड सांख्य योग ब्राह्मी स्थिति। विहाय कामांच सर्वान् पुंश्चरति निःस्पृहः निर्ममो निरहङ्कारः स शान्तिमधिगच्छति। एषा ब्राह्मी स्थितिः पार्थ नैनं प्राप्तं विमुह्यति। स्थितं स्यामनन्तकाले अपि ब्रह्म निर्वाणमृच्छति। अर्थ, ଯେଉଁ ପୁରୁଷ ସକଳ କାମନା ତ୍ୟାଗ କରି ନିଷ୍କାମ ଭାବରେ ନିର୍ମୋହ ଓ ନିରହଙ୍କାରୀ ଜୀବନଯାପନ କରେ, ସେ ଶାନ୍ତି ପ୍ରାପ୍ତ ହୁଏ। ଏହା ହିଁ ସର୍ବୋଚ୍ଚ ସ୍ଥିତି ବା ବ୍ରାହ୍ମୀ ସ୍ଥିତି। ଏହା ପ୍ରାପ୍ତ ହେଲେ କେହି ମୁହ୍ୟମାନ ହୁଏ ନାହିଁ, ଅର୍ଥାତ୍ ସେ ସଂସାରରେ ଆପାତ ଦୃଶ୍ୟ ସୁଖ ଓ ଦୁଃଖରେ ବିମୂଢ଼ ହୋଇ ବିଚଳିତ ହୁଏ ନାହିଁ। ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ଏହି ଅବସ୍ଥାରେ ସ୍ଥିତ ହୋଇ ପରମାତ୍ମାଙ୍କ ନିବାସସ୍ଥଳୀ ନିର୍ବାଣ ବ୍ରହ୍ମଲୋକକୁ ପ୍ରୟାଣ କରେ। ବ୍ୟାଖ୍ୟା: ବ୍ରାହ୍ମୀ ସ୍ଥିତି ଅର୍ଥାତ୍ ଦେହାତୀତ ଅବସ୍ଥା। ଏହି ସ୍ଥିତିରେ ମନ ଓ ବୁଦ୍ଧି ଶରୀର ଓ ସଂସାର ସହିତ ସମସ୍ତ ସମ୍ବନ୍ଧ ଛିନ୍ନ କରି ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କଠାରେ ସ୍ଥିର ରହେ। ଏହାକୁ ଜୀବନୁକ୍ତ ଅବସ୍ଥା ମଧ୍ୟ କୁହାଯାଏ। ଶାସ୍ତ୍ରକାରଗଣ ବ୍ରହ୍ମକୁ ପରମାତ୍ମା ପର୍ଯ୍ୟାୟବାଚୀ ରୂପେ ସ୍ୱୀକାର କରନ୍ତି। ପରମାତ୍ମା ସ୍ୱୟଂ ଏହାକୁ ଖଣ୍ଡନ କରି କହନ୍ତି, ସେ ବ୍ରହ୍ମଠାରୁ ପୃଥକ୍ ଏକ ସର୍ବଶକ୍ତିମାନ ପରମ ସତ୍ତା ଅଟନ୍ତି। ବ୍ରହ୍ମ ହେଉଛି ଏକ ସୂକ୍ଷ୍ମ ପ୍ରକାଶ ତତ୍ତ୍ୱ ଏବଂ ଏହା ତାଙ୍କର ନିବାସସ୍ଥଳୀ। ସେ ବ୍ରହ୍ମ ତତ୍ତ୍ୱର ଊର୍ଦ୍ଧ୍ୱରେ। ତାଙ୍କୁ ପରମ ବ୍ରହ୍ମ ପରମେଶ୍ୱର କୁହାଯାଏ। ମହାବିନାଶ ପରେ ସମସ୍ତ ଆତ୍ମା ବ୍ରହ୍ମଲୋକ ପ୍ରତ୍ୟାବର୍ତ୍ତନ କରନ୍ତି। ତେଣୁ ଜୀବଦଶାରେ ପୁରୁଷାର୍ଥ ଦ୍ୱାରା ବ୍ୟକ୍ତି ଯେତେବେଳେ କାମନା, ମମତା, ଅହଙ୍କାର ଆଦି ତ୍ୟାଗ କରିଦିଏ, ଅର୍ଥାତ୍ ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ, ସେତେବେଳେ ସେ ବ୍ରାହ୍ମୀ ସ୍ଥିତି ବା ଜୀବନୁକ୍ତ ଅବସ୍ଥା ପ୍ରାପ୍ତ ହୁଏ। ପୂର୍ବରୁ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଯେଉଁ ସବୁ ଲକ୍ଷଣ ବର୍ଣ୍ଣନା କରାଯାଇଛି, ତାହା ହିଁ ବ୍ରାହ୍ମୀ ସ୍ଥିତି ପ୍ରାପ୍ତି ବ୍ୟକ୍ତିର ଲକ୍ଷଣ। ଅନ୍ୟପକ୍ଷରେ ସ୍ଥିତପ୍ରଜ୍ଞ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ବ୍ରାହ୍ମୀ ସ୍ଥିତିର ଅଧିକାରୀ ହୁଏ ନାହିଁ। ସ୍ୱାମୀ ଶଙ୍କରାଚାର୍ଯ୍ୟ ବ୍ରାହ୍ମୀ ସ୍ଥିତିର ବ୍ୟାଖ୍ୟା କରି କୁହନ୍ତି, ଏଷା ଯତୋକ୍ତା ବ୍ରାହ୍ମୀ ବ୍ରହ୍ମଣୀ ଭାବେୟଂ ସ୍ଥିତିଃ ସର୍ବକର୍ମସନ୍ନ୍ୟସ୍ୟ ବ୍ରହ୍ମରୂପେଣୈବାବସ୍ଥାନମିତ୍ୟେତତ୍ ହେ ପାର୍ଥ ନୈनं ସ୍ଥିତିପ୍ରାପ୍ତିଂ ଲବ୍ଧ୍ୱା ବିମୁହ୍ୟତି ନ ମୋହଂ ପ୍ରାପ୍ନୋତି। ଅର୍ଥ, ଉପଯୁକ୍ତ ଏହି ଅବସ୍ଥା ବ୍ରାହ୍ମୀ ଅର୍ଥାତ୍ ବ୍ରହ୍ମରେ ହେବାକୁ ଥିବା ସ୍ଥିତି, ଅର୍ଥାତ୍ ସମସ୍ତ କର୍ମ ତ୍ୟାଗ କରି କେବଳ ବ୍ରହ୍ମ ରୂପରେ ସ୍ଥିତ ହୋଇଯିବା। ହେ ପାର୍ଥ, ଏହି ସ୍ଥିତି ପ୍ରାପ୍ତ ହୋଇ ମନୁଷ୍ୟ ପୁନଶ୍ଚ ମୋହିତ ହୁଏ ନାହିଁ, ଅର୍ଥାତ୍ ମୋହକୁ ପ୍ରାପ୍ତ ହୁଏ ନାହିଁ। ଶଙ୍କରାଚାର୍ଯ୍ୟଙ୍କ ଏହି ବ୍ୟାଖ୍ୟାକୁ ଖଣ୍ଡନ କରି ମହାବିଦ୍ୱାନ ପଣ୍ଡିତ ଆର୍ଯ୍ୟମୁନିଜୀ ତାଙ୍କ ବୈଦିକ ଗୀତାରେ ଲେଖିଛନ୍ତି, ଏହିପରି ବ୍ରହ୍ମସ୍ୱରୂପ ହୋଇଯିବା କଥା ଆଲୋଚ୍ୟ ଶ୍ଲୋକରେ କୁହାଯାଇ ନାହିଁ। ଯଦି ଏହିପରି ବ୍ରହ୍ମ ହୋଇଯିବା କଥା ଏହି ଶ୍ଲୋକରେ ଆଶ୍ରୟ ହୋଇଥାନ୍ତା, ତେବେ ପୂର୍ବ ଶ୍ଲୋକରେ ସମସ୍ତ କାମନାକୁ ତ୍ୟାଗ କରିବା ଦ୍ୱାରା ଯେଉଁ ଶାନ୍ତି ପ୍ରାପ୍ତି ହୁଏ ବୋଲି କୁହାଯାଇଛି, ତାହାର ସଙ୍ଗତି ଏହା ସହିତ ହୁଅନ୍ତା ନାହିଁ ଏବଂ ଇନ୍ଦ୍ରିୟ ନିରୋଧ ଦ୍ୱାରା ଶାନ୍ତି ମିଳିବା କଥା କୁହାଯାଇଥାନ୍ତା। ଇନ୍ଦ୍ରିୟ ସମୂହକୁ ନିରୋଧ ଦ୍ୱାରା ଶାନ୍ତି ପ୍ରାପ୍ତିର କଥନ ଏହି କଥାକୁ ସିଦ୍ଧ କରେ ଯେ ନିଷ୍କାମତା ଦ୍ୱାରା ବହୁ ବ୍ରହ୍ମ ପାଲଟିଯିବା କଥନ ଏହି ଅଧ୍ୟାୟରେ ନାହିଁ। କିନ୍ତୁ ପରମାତ୍ମାଙ୍କ ଗୁଣ ଧାରଣ କରିବା ଦ୍ୱାରା ଯେଉଁ ତଦାତ୍ମତାରୂପ ବ୍ରହ୍ମରେ ସ୍ଥିତ ହୁଏ, ତାହାର ନାମ ଏଠାରେ ବ୍ରାହ୍ମୀ ସ୍ଥିତି ଅଟେ। ପରମାତ୍ମା ସର୍ବଗୁଣର ସାଗର। ଆତ୍ମା ସେହି ଗୁଣଗୁଡ଼ିକର ସ୍ୱରୂପ ମାତ୍ର। ଆତ୍ମା ଓ ପରମାତ୍ମା ପୃଥକ୍ ସତ୍ତା ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସ୍ୱଜାତୀୟତା ଅଛି। ସେହିପରି ଶରୀର ଓ ସଂସାର ମଧ୍ୟ
ସ୍ୱଜାତୀୟ ଅଟନ୍ତି। ଆତ୍ମା ଶରୀର ସହିତ ତାଦାତ୍ମ୍ୟ ରଖିଲେ ବିଷୟ ଦୋଷରେ ଦୂଷିତ ହୁଏ ଓ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ରଖିଲେ ସମତା ହେତୁ ପରମ ଶାନ୍ତି ଲାଭ କରେ। ପରମାତ୍ମାଙ୍କ ସାଧର୍ମ୍ୟ ଲାଭ କରିବା ହେଉଛି ବ୍ରାହ୍ମୀ ସ୍ଥିତି। ପରମାତ୍ମା ପବିତ୍ରତା, ଜ୍ଞାନ, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶାନ୍ତିର ମହାସାଗର। ଆତ୍ମା ମଧ୍ୟ ମୌଳିକ ରୂପରେ ଏହି ଗୁଣଗୁଡ଼ିକର ସ୍ୱରୂପ। ମନୁଷ୍ୟାତ୍ମା ଯେତେବେଳେ ଉପରୋକ୍ତ ଗୁଣଗୁଡ଼ିକର ମଧ୍ୟରୁ ଯେକୌଣସି ଗୋଟିଏ ଗୁଣକୁ ମଧ୍ୟ ଗଭୀର ଭାବରେ ଅନୁଭବ କରିଥାଏ, ସେତେବେଳେ ସେ ତାର ମୂଳ ସ୍ୱରୂପ ବା ଆତ୍ମିକ ସ୍ଥିତିରେ ଥାଏ। ନିରନ୍ତର ଆତ୍ମିକ ସ୍ୱରୂପରେ ଅବସ୍ଥାନ କରିବା ସମ୍ଭବ ନୁହେଁ, କାରଣ ଜନ୍ମ ଜନ୍ମାନ୍ତରର କର୍ମଫଳ ମନୁଷ୍ୟକୁ ଶରୀର ଓ ସଂସାର ସହିତ ବାନ୍ଧି ଦେଇଥାଏ। ବ୍ୟାଙ୍କରୁ ଋଣ ଆଣିଲେ ଯେମିତି ମୂଳ ସହିତ ସୁଧ ମିଶି ମୂଳଧନ ବଢ଼ି ବଢ଼ି ଚାଲେ, ସେହିପରି ମନୁଷ୍ୟର କର୍ମଫଳ ଜନ୍ମ ଜନ୍ମାନ୍ତରେ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଉଥାଏ। କର୍ମ ତିନି ପ୍ରକାର: ସତ୍କର୍ମ, ପୁଣ୍ୟ, ବିକର୍ମ, ପାପ ଓ ଅକର୍ମ। ପାପ ପୁଣ୍ୟ ରହିତ କର୍ମ ଅନୁସାରେ ଫଳ ପ୍ରାପ୍ତ ହୁଏ। ଦେହାଭିମାନ ପୂର୍ବକ ଯେଉଁ ସବୁ କର୍ମ କରାଯାଏ, ତାହା ବିକର୍ମ ତାଲିକାରେ ଯୁକ୍ତ ହୁଏ ଓ ତଦନୁରୂପ ଫଳ ମିଳେ। ଦେହାଭିମାନରୁ କାମନା, ମମତା, ଅହଙ୍କାର ଓ ସ୍ପୃହା ଜାତ ହୋଇଥାଏ। ସେଗୁଡ଼ିକ ହେଉଛି ଅଶାନ୍ତିର ମୂଳ କାରଣ। କ୍ରମଶଃ ଓମ୍ ଶାନ୍ତି